ଗାଁରେ ଘଟଣା ହେଇଛି ସାର୍। ଗୋଟେ କଥା ହେଉଛି କ'ଣ, ଆମର ସେ ଜମି ଜାଗା ଉପରେ କନଫର୍ମ ନ ହେଇକି ସେ ଘର ତିଆରି କରିଛି। ସେ ଆମକୁ କହିଲା ଯେ ଆମର ଠାକୁର ଘର ଯାଇଛି ତାଙ୍କ ଜାଗା ଉପରେ। ଆଚ୍ଛା, ସେଇଟା ଉପରେ ଆମର ସନ୍ଦେହ ହେଲା। ଆମେ କଲୁ କ'ଣ, ଥାନାକୁ ଯାଇଥିଲୁ। ଆମକୁ ଆଗରୁ ଥରେ ସେଇ ଜାଗା ବିଷୟରେ ସେ କେସ୍ ଆମ ସାଥିରେ କରିଥିଲା। କଲା ପରେ 3 ଥର 4 ଥର ଆମେ ଯାଇ ସାରିଲୁଣି ଥାନାକୁ, ଆମେ କେସ୍ କଲା ପରେ। ଆଚ୍ଛା, ତାପରେ ସିଏ କରିଛି କ'ଣ, ଆମର ଥାନାକୁ ଯାଇଥିଲୁ। ଗଲା ପରେ ଥାନା ତାକୁ ଅନୁମତି ଦେଇଛି କି ନାହିଁ, ସେ ତାର ଘର କାମ ଆଗେଇ ଚାଲିଲା। ଭଦ୍ରଲୋକି ଯାଇଥିଲେ ମଣ୍ଟୁ ମହାନ୍ତି ଆଉ ଗୌରାଙ୍ଗ ଜେନା, ଏମାନେ ସବୁ ଆସିଥିଲେ। ଆସିଲା ପରେ ଆଜିର ଘଟଣା ହେଲା ସାର୍ ଏଇଥିପାଇଁ ଯେ କାଲି ଷ୍ଟ୍ରେ ଅର୍ଡ଼ର ହେଇଛି, କାମ ତାଙ୍କର ବନ୍ଦ ରହିବା କଥା। ପୁଲିସ ଆସିଥିଲେ, କାମ ବନ୍ଦ କରିଦେଲେ। କରିଦେଇ ସାରିଲା ପରେ ଆମ ପିଲାମାନଙ୍କୁ ସେ ମାରିବା ଉଦ୍ଦେଶ୍ୟରେ ଇଏ ଆଣିଛି, ଇଏ ମୟୂରଭଞ୍ଜରୁ ଗୁଣିଆ ଆଣିଛି। ଗୁଣିଆ ଆଣିକି ସେ 3 ଜଣଙ୍କ ନାଁରେ ଭୋଗ ଚଢ଼େଇ ସାରିଛି। କୁକୁଡ଼ା ବଳି ଦିଆହେଇଛି। କୁକୁଡ଼ା ବଳି ଦେଇକି 3 ଜଣଙ୍କ ନାଁରେ ସ୍ୱତନ୍ତ୍ର ସେ ଗୁଣିଆ କହିଲା ଆମେ 3 ଜଣଙ୍କ ନାଁରେ ଆମେ ଭୋଗ ଦେଇ ସାରିଛୁ। ତାପରେ ଏଇ କଥା ଆମେ ଜାଣିଲା ପରେ ଆମର ଲୋକ ଦେଖିଲା ପରେ ଆସି କହିଲା ପରେ ଆମେ ସମସ୍ତେ ଯାଇକି ପହଞ୍ଚିଲୁ। ପହଞ୍ଚିଲା ପରେ ଏ କି ବେପାର ହେଉଛି, ଏମିତି ବହୁତ କିଛି ଧୁମ୍ ଧଡ଼ାକ କଲା ପରେ ତାପରେ ସେ ଗୁଣିଆକୁ ଆମେ ଧରିକି ଆଣିଲୁ। ଆଉ ସେ ଗୁଣ୍ଡା ସିଏ ଆଣିକି ରଖିଛି ଲେବର ତାର 7-8 ଜଣ ଖଣ୍ଡ, ଖୁବ୍ କମ୍ ସେ କମ୍ 10-15 ଜଣ ସିଏ ଘର ଭିତରେ ନାଇକି ରଖିଛି। ଗୁଣିଆକୁ ଆମେ ଧୁମ୍ ଧଡ଼ାକ କଲା ପରେ ପଚରା ଉଚରା କଲା ପରେ ଗୁଣିଆ ସତ କଥା ମାନିଗଲା। କହିଲା ସେଇ ଯେଉଁ ମାନେ ଆଗୁଆ ହେଇକି ବାହାରୁଛନ୍ତି, ଭଲ ମନ୍ଦ କରୁଛନ୍ତି, ତାଙ୍କରି ନାଁରେ ଆମେ ଭୋଗ ଚଢ଼େଇଛୁ, ଆମେ ତାନ୍ତ୍ରିକ କରିଛୁ ଆଉ ତାଙ୍କୁ ମାରିଦେବା ପାଇଁ। ତାପରେ କିଛି ତାଙ୍କର ଏଇ ଘରେ ଗୋଟେ ହାଣ୍ଡି, ସେ ହାଣ୍ଡିର ଭାତ ନା କିସ ଇଏର ଥିଲା, ସେ ଟାଟି ପାଖରେ ଜଣେ ରଖି ପଳେଇଲେଣି। ଗୁଣି କେତେବେଳେ ଗଲେ, ରାତିର ନା ଦିନ? ନା ଦିନରେ। ଦିନରେ କୋଉ ଜାଗାରେ କରୁଥିଲେ? ବାଡିରେ କରୁଥିଲେ। କେତେ ଜଣ ମିଶିକି ସାମିଲ ଥିଲେ? ଆମର ଆସିଥିଲେ ଯେତେ ସେତିକି, ଆଉ ତାଙ୍କ ଘର ଲୋକ ସମସ୍ତେ ମିଶିକି। ଖାଲି କୁକୁଡ଼ା ବଳି ଦିଆହେଇଥିଲା ନା ଆଉ କିଛି ବଳି ଦିଆହେଇଥିଲା? ଆଉ କଦଳୀ ଫଦଳୀ ଆଉ କାକୁଡି ସେଗୁଡା। ଛୋଟ ଛୁଆଙ୍କୁ ବି ତା ଭିତରେ ସାମିଲ କରୁଛୁ? ନର ବଳି ଦିଆହେଇନି ତ? ନର ବଳି ଦିଆହେଇନି ନା। ତମ ନାଁ କ'ଣ? କୋଉଠି ତମ ଘର? କୋଉଠି ଆସିଥିଲ, କାହିଁକି କୋଉଠିକି ଆସିଥିଲ, କ'ଣ ପାଇଁ ଆସିଥିଲ, କ'ଣ ପାଇଁ ଆସିଥିଲ? କେତେ ଜଣ ଆସିଥିଲ? କ'ଣ କାମ କ'ଣ କରୁଥିଲ ଏଠି?